ଯେଉଁ ଘରେ ଏହି ପାଞ୍ଚଟି କାମ କରାଯାଇଥାଏ ମା ଲକ୍ଷ୍ମୀ ସେ ଘରେ କେବେ ବି ରହିନଥାନ୍ତି। ହଁ ସାଙ୍ଗମାନେ, ଆଜି ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଏମିତି ପାଞ୍ଚଟି ଜିନିଷ କହିବି ଯେଉଁ ଜିନିଷ କି ଯେମିତିକା ଘର ହେଉ ସେ ଘରେ ଯଦି ଏହି କାମ ହେଉଛି ତେବେ ସେ ଘରେ କେବେ ବି ମା ଲକ୍ଷ୍ମୀ ରହିନଥାନ୍ତି। ସେ ଯେତେ ବଡ଼ ଧନୀ ହେଇଥାଉ ପଛେ ସେ ଯଦି ଏହି ପାଞ୍ଚଟି କାମକୁ କରୁଥାନ୍ତି ସେମାନେ ନିଶ୍ଚିତ ଭାବରେ କାଙ୍ଗଳ ହୋଇଥାନ୍ତି। ସେମାନଙ୍କ ଘରେ ସବୁବେଳେ ଦରିଦ୍ରତା ଦେଖା ଦେଇଥାଏ। ଯଦି ଆପଣଙ୍କ ଘରେ ବି ସବୁବେଳେ ଦୁଃଖ ଦରିଦ୍ରତା ଦେଖାଦେଉଛି ତେବେ ଏହି ଭିଡ଼ିଓଟିକୁ ନିଶ୍ଚିତ ଭାବରେ ସମ୍ପୂର୍ଣ୍ଣ ଦେଖନ୍ତୁ ଆଉ ଏହାକୁ ଆପଣମାନେ ଅଣଦେଖା କରନ୍ତୁ ନାହିଁ। ଆପଣ ଯଦି ଏହି ଭିଡ଼ିଓଟିକୁ ଅଣଦେଖା କରିଦେଉଛନ୍ତି ତେବେ ବୁଝି ନିଅନ୍ତୁ ଯେ ମା ଲକ୍ଷ୍ମୀ ଆପଣମାନଙ୍କୁ ଧନ ଦେବାକୁ ଯାଉଛନ୍ତି ଆଉ ଆପଣମାନେ ତାଙ୍କୁ ଧନକୁ ଗୋଇଠା ମାରୁଛନ୍ତି। ସେଇ ଟାଇପ୍ର ହିଁ ହେବ। ଆପଣଙ୍କର ଫାଇଦା ପାଇଁ ଆପଣମାନେ ଏହି ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଆଉ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରିବା ପାଇଁ ଜମାରୁ ବି ଭୁଲନ୍ତୁ ନାହିଁ। ମା ଲକ୍ଷ୍ମୀଙ୍କର ଆଶୀର୍ବାଦକୁ ପାଇବା ପାଇଁ ଆପଣମାନେ ଏହି ପାଞ୍ଚଟି କାମକୁ କେବେ ବି କରିବେ ନାହିଁ। ଏହି ପାଞ୍ଚଟି କାମ ମୁଁ ଆପଣଙ୍କୁ ଏହି ଭିଡ଼ିଓଟି ମାଧ୍ୟମରେ କହିବି, କିନ୍ତୁ ଆପଣମାନେ ଧୈର୍ଯ୍ୟର ସହିତ ପ୍ରଥମରୁ ଶେଷ ଯାଏ ନିଶ୍ଚିତ ଭାବରେ ଦେଖନ୍ତୁ। ଏପରି ଭୁଲ କୌଣସି ବ୍ୟକ୍ତି ବିଶେଷ କୌଣସି ନାରୀ ଯଦି ଭୁଲରେ ବି କରିଦେଉଛନ୍ତି ତେବେ ସେମାନଙ୍କୁ ଏହାର ଫଳ ବି ଭୋଗିବା ପାଇଁ ହିଁ ପଡ଼ିଥାଏ, ଯାହାକି ମୁଁ ଆଜି ଆପଣମାନଙ୍କୁ ଏହି ଭିଡ଼ିଓଟିରେ କହିବା ପାଇଁ ଚାହୁଁଛି। ଯଦି ଆପଣ ଏହି ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖି ନେଉଛନ୍ତି ତେବେ ନିଶ୍ଚିତ ଭାବରେ ଆପଣଙ୍କ ଦୁଃଖ ଦରିଦ୍ରତା ଦୂରେଇ ଯିବ। ଧର୍ମଶାସ୍ତ୍ରରେ ମା ଲକ୍ଷ୍ମୀ ଧନର ଦେବୀ ବୋଲି ମନାଯାଇଥାଏ। ଯେଉଁ ଘରେ ମା ଲକ୍ଷ୍ମୀ ଥାନ୍ତି ସେ ଘରେ କେବେ ବି ଧନ ଧାନ୍ୟର ଅଭାବ ହୋଇନଥାଏ। ସେ ଘରେ ସୁଖ ସମୃଦ୍ଧି ବୈଭବ ସବୁ ରହିଥାଏ। ମା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଭିକାରୀ ବି ରାଜା ବନିଯାଏ ଆଉ ଯାହା ଉପରେ ମା କ୍ରୋଧିତ ହୁଅନ୍ତି ସେ ରାଜାରୁ ମଧ୍ୟ ଭିକାରୀ ପାଲଟିଯାଏ। ସମସ୍ତେ ତ ମାଙ୍କୁ ପୂଜା କରିଥାନ୍ତି, କିନ୍ତୁ ଆମର ଜାଣତରେ ହେଉ ବା ଅଜାଣତରେ ହେଉ ଆମ ଦ୍ୱାରା କିଛି ଏମିତି ଭୁଲ ହେଇଯାଉଛି ଯାହା ଫଳରେ ମା ଲକ୍ଷ୍ମୀ ଆମ ଉପରେ ରୁଷ୍ଟ ହୋଇଯାଉଛନ୍ତି, ରାଗିକି ଆମ ଘରୁ ଚାଲି ଯାଉଛନ୍ତି। ଆଉ ଏହା ଆମର ଭୁଲ ପାଇଁ ହିଁ ହୋଇଥାଏ ସାଙ୍ଗମାନେ। ଆମର ନିଜର ଭୁଲ ପାଇଁ ହିଁ ଆମେମାନେ ଦରିଦ୍ରତା ଆମକୁ ଆସିଥାଏ। ଆମେ ସେ ଦରିଦ୍ରତାକୁ ଭୋଗ କରୁ, ସୁଖକୁ ଆମେ ଦୂରେଇ ଦେଇଥାଉ ଆମର ନିଜର ଭୁଲ ପାଇଁ ହିଁ। ଭିଡ଼ିଓଟିକୁ ତ ଆଗକୁ ନେବା ସାଙ୍ଗମାନେ, ତା ପୂର୍ବରୁ ଯେଉଁମାନେ ମୋର ଚ୍ୟାନେଲରେ ନୂଆ ଅଛନ୍ତି ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନ୍ ଉପରେ ପ୍ରେସ୍ କରି ଅଲ୍ ବଟନରେ କ୍ଲିକ୍ କରିଦିଅନ୍ତୁ, ଯାହାଦ୍ୱାରା ମୁଁ ଆପଣମାନଙ୍କ ପାଇଁ ସବୁବେଳେ ଏମିତି ନୂଆ ନୂଆ ଭିଡ଼ିଓ ନେଇକି ଆପଣମାନଙ୍କ ପାଖକୁ ଆସିବି ଆଉ ଆପଣମାନେ ନୋଟିଫିକେସନ୍ ଦ୍ୱାରା ସେଇ ଭିଡ଼ିଓ ସବୁ ପାଇପାରିବେ। ସାଙ୍ଗମାନେ ଆସନ୍ତୁ ଜାଣିବା ସେସବୁ ଭୁଲ କ'ଣ, ସେ ପାଞ୍ଚଟି ଭୁଲ କ'ଣ ଆସନ୍ତୁ ଜାଣିବା। ଏମିତି କିଛି ଲୋକ ଅଛନ୍ତି ସାଙ୍ଗମାନେ ଯେଉଁମାନେ ଘରେ ଅଇଁଠା ବାସନ ପକାଇ ରଖିଥାନ୍ତି। କିଛି ଲୋକ ରାତିରେ ଅଇଁଠା ବାସନକୁ ନ ଧୋଇ ସେମିତି ସକାଳ ପର୍ଯ୍ୟନ୍ତ ପକାଇ ରଖନ୍ତି ଆଉ ସକାଳ ହେଲେ ତାକୁ ଧୁଅନ୍ତି ବା ମାଜନ୍ତି, ଯାହାକି ଶାସ୍ତ୍ର ଅନୁଯାୟୀ କରିବା ଉଚିତ ନୁହେଁ। ଯଦି ଘରେ ଆପଣମାନେ ଅଇଁଠା ବାସନକୁ ପକାଇକି ରଖୁଛନ୍ତି ଏହା ମା ଲକ୍ଷ୍ମୀଙ୍କର ବହୁତ ବଡ଼ ଅପମାନ ହୋଇଥାଏ। ସାଙ୍ଗମାନେ ଠାକୁର ଘର ଯେମିତି ପବିତ୍ର ସେହିଭଳି ରୋଷେଇ ଘର ମଧ୍ୟ ଅତି ପବିତ୍ର ସ୍ଥାନ। ସେଠାରେ ଦେବାଦେବୀ ବାସ କରିଥାନ୍ତି। ତେଣୁ ରୋଷେଇ ଘରକୁ ଯେତେ ପରିଷ୍କାର ପରିଚ୍ଛନ୍ନ ଆପଣମାନେ ରଖିବେ ସେତେ ଆପଣଙ୍କ ଉପରେ ଦେବାଦେବୀ ସନ୍ତୁଷ୍ଟ ହେବେ, ମା ଲକ୍ଷ୍ମୀ ଯେତେ ଆପଣଙ୍କ ଉପରେ କୃପା ବୃଷ୍ଟି କରିବେ। ତେଣୁ ଘରେ କେବେ ବି ଅଇଁଠା ବାସନ ପକାଇକି ରଖନ୍ତୁ ନାହିଁ। ଆଉ ଏହି କାମ ଯେଉଁମାନେ କରୁଛନ୍ତି ନିଶ୍ଚିତ ଭାବରେ ସେମାନଙ୍କ ଘରେ ଧନର ଅଭାବ ଦେଖାଯାଇପାରେ, ଅଶାନ୍ତି ଦେଖାଯାଇପାରେ, କଳହ ହୋଇପାରେ, କିଛି ବି ହୋଇପାରେ। ସେ ଘରେ ଯଦି ସେ ଧନୀ ବି ହୋଇଥାନ୍ତି ସେମାନଙ୍କର ଧୀରେ ଧୀରେ ଅଶାନ୍ତି ତାଙ୍କର ବୃଦ୍ଧି ପାଏ ଆଉ ସେ ଘରେ ସବୁବେଳେ ଝଗଡ଼ା ଲାଗନ୍ତି ସମସ୍ତେ ପରିବାର ସଦସ୍ୟ ଭିତରେ। ନିଶ୍ଚିତ ଭାବରେ ସେମାନଙ୍କ ଘରେ ଏହିସବୁ ଦେଖା ଦେଉଥିବ। ତେଣୁ ଆପଣମାନେ କେବେ ବି ଘରେ ଅଇଁଠା ବାସନକୁ ପକାଇକି ରଖନ୍ତୁ ନାହିଁ। ସେକେଣ୍ଡରେ ବାସ୍ତୁଶାସ୍ତ୍ର ଅନୁଯାୟୀ ଉତ୍ତର ଦିଗରେ ଦେବାଦେବୀଙ୍କର ସ୍ଥାନ। ଉତ୍ତର ଦିଗରେ ଦେବତା କୁବେର ଏବଂ ଧନର ଦେବୀ ମାତା ଲକ୍ଷ୍ମୀ ବାସସ୍ଥାନ ବୋଲି ମନାଯାଏ। ତେଣୁ ଏହି ସ୍ଥାନରେ ଅଳିଆ ଆବର୍ଜନା କିମ୍ବା ଅଦରକାରୀ ଜିନିଷ ବା କିଛି ବେକାର ଜିନିଷ ଯେଉଁଟା ପକାଇ ଦେବାର ଥିଲା ତାକୁ ଆଣିକି ସେଇ ଉତ୍ତର ଦିଗରେ ଜମାରୁ ବି ରଖନ୍ତୁ ନାହିଁ। ଏହି ଦିଗକୁ ସର୍ବଦା ସଫାସୁତୁରା ରଖିବା ଉଚିତ ଆଉ ଏହାଦ୍ୱାରା ଧନ ଲାଭ ହୋଇଥାଏ, କାହିଁକିନା ସେ ସ୍ଥାନ ହେଉଛି କୁବେର ଆଉ ମାତା ଲକ୍ଷ୍ମୀଙ୍କର ସ୍ଥାନ।
ଯିଏକି ଧନ ଦେବତା ଆଉ ଧନ ଦେବୀଙ୍କର ସ୍ଥାନ। ତେଣୁ ସେଇ ଦିଗକୁ ସର୍ବଦା ସଫାସୁତୁରା ରଖିବା ଦ୍ୱାରା ଆପଣଙ୍କ ଘରକୁ ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ। ଆପଣଙ୍କ ଘରକୁ ଧନର ଆଗମନ ହୋଇଥାଏ, ସୁଖ ସମୃଦ୍ଧିର ଆଗମନ ହୋଇଥାଏ। ଘରର ଏହି ଦିଗକୁ ସବୁବେଳେ ସକାରାତ୍ମକ ଉର୍ଜା ସଞ୍ଚାର କରିଥାଏ ସାଙ୍ଗମାନେ। ଉତ୍ତର ଦିଗ ସବୁବେଳେ ସକାରାତ୍ମକ ଉର୍ଜାକୁ ସଞ୍ଚାର କରିଥାଏ। ଏହି ସ୍ଥାନରେ ଯଦି ଅଳିଆ ଆବର୍ଜନା ବେକାର ଜିନିଷ ସବୁ ରଖିବେ ତେବେ କୁବେର ଦେବତା ଏବଂ ମା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି, ଯାହାଫଳରେ କି ଆପଣମାନଙ୍କୁ ବହୁତ ଦୁଃଖ କଷ୍ଟର ସାମ୍ନା କରିବାକୁ ପଡ଼ିଥାଏ। ଆପଣମାନଙ୍କର ଆର୍ଥିକ ସମସ୍ୟା ଦେଖାଦେଇଥାଏ। ଏମିତି ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଥାଏ। ତେଣୁ ଉତ୍ତର ଦିଗକୁ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ। ସାଙ୍ଗମାନେ, ଆପଣମାନେ ଯେତେବେଳେ ରୋଷେଇ ଘରର କାମ ସରିଯାଉଛି ସେତେବେଳେ ଚୁଲାରେ ଅଇଁଠା ବାସନ ରଖନ୍ତୁ ନାହିଁ। ଗ୍ୟାସ୍ ଚୁଲାରେ ଉପରେ କେବେ ବି ଅଇଁଠା ବାସନ ରଖନ୍ତୁ ନାହିଁ। ଖାଲି ବାସନ ଯାହା ଡେକ୍ଚି ହେଉ, ଖାଲି କଡ଼େଇ, ଏସବୁ କେବେ ବି ଚୁଲା ଉପରେ ରଖନ୍ତୁ ନାହିଁ। ରୋଷେଇ ଘର ଗ୍ୟାସ୍ ଚୁଲାକୁ ଆପଣମାନେ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ। ଶାସ୍ତ୍ର କୁହେ ଚୁଲାରେ ଖାଲି ବାସନ ରହିବା ଦ୍ୱାରା ଘରେ ଦରିଦ୍ରତାର ବାସ ହୋଇଥାଏ। ତେଣୁ ରୋଷେଇ ଘର, ଠାକୁର ଘର ଯେମିତି ପବିତ୍ର, ରୋଷେଇ ଘର ମଧ୍ୟ ସେହିପରି ପବିତ୍ର ସ୍ଥାନ ହୋଇଥିବାରୁ ସେଠାରେ ଦେବାଦେବୀମାନେ ବାସ କରିଥାନ୍ତି। ତେଣୁ ଆପଣମାନେ କେବେ ବି ଭୁଲରେ ଗ୍ୟାସ୍ ଚୁଲା ଉପରେ ଖାଲି ବାସନ ରଖନ୍ତୁ ନାହିଁ। ଏହା ଦରିଦ୍ରତାକୁ ଡାକି ଆଣିଥାଏ ଆଉ ମା ଲକ୍ଷ୍ମୀ କେବେ ବି ସେ ଘରେ ବାସ କରନ୍ତି ନାହିଁ। ଆପଣମାନେ ଭୁଲରେ ବି ଏ କାମକୁ କରନ୍ତୁ ନାହିଁ। ଏ କିଛି କଥାକୁ ଆପଣମାନେ ମାନନ୍ତୁ, ଦେଖିବେ ଆପଣମାନଙ୍କ ଜୀବନରେ ନିଶ୍ଚିତ ଭାବରେ କିଛି ଭଲ ପରିବର୍ତ୍ତନ ହିଁ ହେବ। ସୂର୍ଯ୍ୟାସ୍ତ ସମୟରେ ଝାଡ଼ୁ କରନ୍ତୁ ନାହିଁ। ଯଦି ଅତି ଦରକାର ପଡ଼ୁଛି ତେବେ ଯେତେବେଳେ ଓଳେଇବା ପରେ ଯେଉଁ ଅଳିଆକୁ ଘରେ ହିଁ ରଖନ୍ତୁ, ତାକୁ ବାହାରକୁ ଜମାରୁ ବି କାଢ଼ନ୍ତୁ ନାହିଁ। ସକାଳେ ତାକୁ ନେଇକି ଆପଣମାନେ ବାହାରେ ଫୋପାଡ଼ି ଦିଅନ୍ତୁ। ଆଉ ସାଙ୍ଗମାନେ, ଗୋଟିଏ ହାତରେ କେବେ ବି ଚନ୍ଦନ ଘୋରନ୍ତୁ ନାହିଁ। ଏକ ହସ୍ତରେ ଚନ୍ଦନ ଘୋରିବା ଶାସ୍ତ୍ର ମନା କରିଛି। ଏହି କାମକୁ ଯିଏ କରୁଥାଏ, ଅର୍ଥାତ୍ ନାରାୟଣ ବି ଯଦି ଏହି କାମକୁ କରନ୍ତି ତେବେ ନାରାୟଣଙ୍କୁ ବି ଏହି କର୍ମ ଭିକାରୀ ବନେଇ ଦେଇଥାଏ। ତେଣୁ ମା ରାଗିଯାଆନ୍ତି ଏହି କାମ କଲେ। ଚନ୍ଦନକୁ ଘୋରି ଆପଣମାନେ ଦୁଇ ହାତରେ ଲଗେଇ ଘୋରନ୍ତୁ। ଆଉ ଚନ୍ଦନ ଘୋରି ସାରିବା ପରେ ଏକ ପାତ୍ରରେ ରଖି ତାପରେ ଆପଣମାନେ ଦେବାଦେବୀଙ୍କୁ ଅର୍ପଣ କରନ୍ତୁ। ମା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ମା ଲକ୍ଷ୍ମୀଙ୍କ ସହ ଆପଣମାନେ ଭଗବାନ ବିଷ୍ଣୁଙ୍କର ମଧ୍ୟ ପୂଜା କରନ୍ତୁ। ମା ଲକ୍ଷ୍ମୀଙ୍କ କୃପା ପାଇବାକୁ ହେଲେ ବିଷ୍ଣୁଙ୍କୁ ବି ପୂଜା କରିବାକୁ ପଡ଼ିଥାଏ ସାଙ୍ଗମାନେ। ତେଣୁ ଆପଣମାନେ ଲକ୍ଷ୍ମୀ ନାରାୟଣଙ୍କୁ ଉଭୟଙ୍କୁ ପୂଜା କରନ୍ତୁ। ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ସବୁବେଳେ ରହିଥିବ। ସାଙ୍ଗମାନେ, ଶାସ୍ତ୍ରରେ ଶୋଇବାର କେତେ ସମୟ ବର୍ଣ୍ଣନା କରାଯାଇଛି। କେଉଁ ସମୟରେ ଶୋଇବେ, କେଉଁ ସମୟରେ ଉଠିବେ, ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ସୂର୍ଯ୍ୟୋଦୟ ପୂର୍ବରୁ ଉଠିବା ଶାସ୍ତ୍ରରେ ଅଛି ଯେ ଆପଣମାନେ ସୂର୍ଯ୍ୟୋଦୟ ପୂର୍ବରୁ ଉଠିଲେ ଆପଣମାନଙ୍କ ଶରୀର ସୁସ୍ଥ ରହିବା ସହ ମନ ମଧ୍ୟ ସୁସ୍ଥ ରହିଥାଏ ଏବଂ ରାତ୍ରି ସମୟଟା ଶୋଇବା ଉଚିତ। କିନ୍ତୁ ସନ୍ଧ୍ୟା ସମୟରେ ଯେଉଁ ଲୋକ ଶୁଅନ୍ତି ଆଳସ୍ୟ କାରଣରୁ ସୂର୍ଯ୍ୟୋଦୟ ପରେ ଯେଉଁମାନେ ଶୋଇ ରହିଥାନ୍ତି ସେମାନଙ୍କ ଜୀବନରେ କେବେ ବି ମା ଲକ୍ଷ୍ମୀ ଆସନ୍ତି ନାହିଁ। ସେମାନଙ୍କ ଘରେ ଯଦି ବି ମା ଲକ୍ଷ୍ମୀ ବାସ କରୁଥାନ୍ତି, ଏହିସବୁ କର୍ମ ପାଇଁ ସେମାନଙ୍କ ଘରୁ ମା ଲକ୍ଷ୍ମୀ ଛାଡ଼ି ଚାଲି ଯାଇଥାନ୍ତି। ଗୋଧୂଳି ବେଳା ସମୟ ଅର୍ଥାତ୍ ସନ୍ଧ୍ୟା ସମୟ ପୂଜା ପାଠ ପାଇଁ ଉତ୍ତମ ହୋଇଥାଏ। ଏହି ସମୟରେ ଶୋଇଲେ ଆପଣମାନଙ୍କୁ ଦରିଦ୍ରତା ଗ୍ରାସ କରିବ, ଆର୍ଥିକ ସମସ୍ୟା ସବୁବେଳେ ଆପଣଙ୍କ ଉପରେ ରହିବ। ତେଣୁ ଆପଣମାନେ ଭୁଲରେ ବି ସନ୍ଧ୍ୟା ସମୟରେ ଶୁଅନ୍ତୁ ନାହିଁ। ଆଉ ସାଙ୍ଗମାନେ, ଏହି ସବୁ ଦ୍ରବ୍ୟର କେବେ ବି ଅନାଦର କରିବେ ନାହିଁ। ଗୋଟେ ହେଲା ଘରର ମହିଳା ଜଣେ, ଯଦି ଆପଣମାନେ ଆପଣଙ୍କ ଘରର ମହିଳା ହୁଅନ୍ତୁ ବା ବାହାର ମହିଳା ହୁଅନ୍ତୁ, ସେମାନଙ୍କୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି କୁହାଯାଇଥାଏ। ସେମାନଙ୍କୁ ଭୁଲରେ ବି କେବେ ବି ଅନାଦର କରନ୍ତୁ ନାହିଁ, ଅପମାନ କରନ୍ତୁ ନାହିଁ, ଅପଶବ୍ଦ କୁହନ୍ତୁ ନାହିଁ। ଜଣେ ଜଣେ ଲୋକ ଥାଆନ୍ତି ଘରେ ପ୍ରତି କଥାରେ ସେମାନେ ଖରାପ ଭାଷା ବ୍ୟବହାର କରନ୍ତି, କିନ୍ତୁ ଏସବୁ ମା ଲକ୍ଷ୍ମୀଙ୍କୁ ଜମାରୁ ପସନ୍ଦ ନୁହେଁ। ବିଶେଷ କରି ନାରୀମାନେ ବି ଯଦି ଏହି ଭାଷାକୁ କହୁଛନ୍ତି, ଘରର ସଦସ୍ୟମାନେ ଯିଏ ବି କହୁଛନ୍ତି, ଦୟାକରିକି ଅପଶବ୍ଦ କେବେ ବି ଆପଣ କୁହନ୍ତୁ ନାହିଁ। ଏହା ମା ଲକ୍ଷ୍ମୀଙ୍କୁ ଭଲ ଲାଗେ ନାହିଁ। ଏହି ଶବ୍ଦକୁ ପ୍ରୟୋଗ କରିବା ଦ୍ୱାରା ମା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଘରୁ ଚାଲି ଯାଇଥାନ୍ତି। ସାଙ୍ଗମାନେ, କର୍ମ ହିଁ ହେଉଛି ଭଗବାନ। କର୍ମ କଲେ ସିନା ଆପଣମାନେ ଆପଣମାନଙ୍କର ଫଳ ପାଇବେ, କିନ୍ତୁ ତାପରେ ବି ଆପଣମାନେ ଏହିସବୁ ଦିଗ ପ୍ରତି, ଏହିସବୁ କଥା ପ୍ରତି ଟିକେ ଧ୍ୟାନ ଦେବେ। କାହିଁକି ନା ଆପଣମାନଙ୍କର କିଛି ଖରାପ ଅଭ୍ୟାସ ଯୋଗୁଁ ଆପଣମାନଙ୍କର ଯେତେ ପରିଶ୍ରମର ରୋଜଗାର ସେସବୁ
ବ୍ୟର୍ଥ ହୋଇଯାଇଥାଏ, ଅର୍ଥାତ୍ ଖର୍ଚ୍ଚ ହୋଇଥାଏ, କେଉଁ ବାଟେ ସେସବୁ ଖର୍ଚ୍ଚ ହୋଇଯାଇଥାଏ। ତେଣୁ ଆପଣମାନେ ଏହିସବୁ କଥାକୁ ଟିକେ ଟିକେ ଜଗନ୍ତୁ। ଆପଣମାନଙ୍କର ନିଶ୍ଚିତ ଭାବରେ କିଛି ଭଲ ପରିବର୍ତ୍ତନ ହିଁ ହେବ। ସାଙ୍ଗମାନେ, ଆଉ ଗୋଟିଏ ଜିନିଷ ମା ଲକ୍ଷ୍ମୀଙ୍କୁ ଜମାରୁ ବି ପସନ୍ଦ ନୁହେଁ, ଅପରିଷ୍କାର ବସ୍ତ୍ର ପିନ୍ଧିବା। କେବେ ବି ଅପରିଷ୍କାର ବସ୍ତ୍ର ପିନ୍ଧନ୍ତୁ ନାହିଁ। ସଫାସୁତୁରା ହୋଇ ରହିଲେ ମା ଲକ୍ଷ୍ମୀ ଆପଣଙ୍କ ଉପରେ କୃପା ବୃଷ୍ଟି କରିବେ। ଆଉ ଯେଉଁମାନେ ଘରେ ସବୁବେଳେ ଦୀପ ଜାଳନ୍ତି, ଶାସ୍ତ୍ର କୁହେ ଯେଉଁମାନେ ଘରେ ସବୁବେଳେ ଦୀପ ଜାଳନ୍ତି ମା ଲକ୍ଷ୍ମୀ ସେମାନଙ୍କ ଘରୁ କେବେ ବି ଯାଆନ୍ତି ନାହିଁ। ଆଉ ଘିଅର ଦୀପ ଜାଳିବା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂରେଇ ଯାଇଥାଏ, ଆଉ ସେ ଘରେ ସବୁବେଳେ ମଙ୍ଗଳ ହିଁ ହୋଇଥାଏ। ଯେଉଁମାନେ ବ୍ରହ୍ମ ମୁହୂର୍ତ୍ତରେ ଉଠନ୍ତି ମା ଲକ୍ଷ୍ମୀ ସେମାନଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି। ଆଉ ଏହା ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ରହିଛି, ବ୍ରହ୍ମ ମୁହୂର୍ତ୍ତରେ ଉଠୁଥିବା ବ୍ୟକ୍ତି ସବୁବେଳେ ସୁସ୍ଥ ହିଁ ରହିଥାଏ। ଆଉ ଗୋଟେ ଜିନିଷ ମା ଲକ୍ଷ୍ମୀ ଜମାରୁ ବି ପସନ୍ଦ କରନ୍ତି ନାହିଁ, ଅନ୍ନ ହେଉଛନ୍ତି ମା ଲକ୍ଷ୍ମୀଙ୍କ ସ୍ୱରୂପ। ତେଣୁ ଖାଇବା ବେଳେ ଅଧାରୁ ଉଠିବା ଉଚିତ ନୁହେଁ। ଏହାକୁ ଶାସ୍ତ୍ରରେ ମଧ୍ୟ ଅଶୁଭ ବୋଲି ମାନାଯାଇଥାଏ। ତେଣୁ ଖାଇବା ଅଧାରୁ ଉଠିକି ଯିବା ଖାଇବାର ଅପମାନ ହୋଇଥାଏ, ଅର୍ଥାତ୍ ମା ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ। ସାଙ୍ଗମାନେ, ଲୁଣ କେବେ ବି କାହା ହାତକୁ ଦିଅନ୍ତୁ ନାହିଁ। ନିଜ ହାତରେ ନେଇକି ଲୁଣକୁ କାଢ଼ିକି ଡବାରୁ କାଢ଼ିକି ବା କାଚ ପାତ୍ରରୁ କାଢ଼ିକି ଡାଇରେକ୍ଟ ନେଇକି ଲୁଣ ତାଙ୍କ ହାତକୁ ଦିଅନ୍ତୁ ନାହିଁ। ଆପଣମାନେ ସେ ଯେଉଁ ପାତ୍ରରେ କୌଣସି ପାତ୍ରକୁ ଦିଅନ୍ତୁ ଲୁଣ, ସେ ପାତ୍ରକୁ ନେଇକି ଆପଣମାନେ ଦେଇପାରିବେ ଲୁଣ, କିନ୍ତୁ ସନ୍ଧ୍ୟା ସମୟରେ କେବେ ବି କାହାକୁ ଲୁଣ ଦିଅନ୍ତୁ ନାହିଁ। ସାଙ୍ଗମାନେ, ରାତିରେ କେବେ ବି କାହାକୁ କ୍ଷୀର କିମ୍ବା ଦହି ଏସବୁ ଦିଅନ୍ତୁ ନାହିଁ। ଏଥିରେ ମା ଲକ୍ଷ୍ମୀ ରାଗିକି ଆପଣମାନଙ୍କ ଘରୁ ଚାଲି ଯାଇଥାନ୍ତି। ଏହା ମା ଲକ୍ଷ୍ମୀଙ୍କର ବଡ଼ ଅପମାନ ହୋଇଥାଏ। କେବେ ବି କାହାକୁ ରାତିରେ କ୍ଷୀର ଦହି ଦିଅନ୍ତୁ ନାହିଁ। କେବେ ବି କାହାକୁ ଝାଡ଼ୁ ଉଦ୍ଧାର ଦିଅନ୍ତୁ ନାହିଁ। କିଏ ଆପଣଙ୍କ ମାଗିବାକୁ ଆସୁଛି ଝାଡ଼ୁ, ଯେ ଝାଡ଼ୁ କରିବି ଆମ ଘରର ଝାଡ଼ୁ ଦିଅନ୍ତୁ ବୋଲି ଆପଣମାନେ କେବେ ବି ତାଙ୍କୁ ଝାଡ଼ୁ ଦିଅନ୍ତୁ ନାହିଁ। ଆଉ ଝାଡ଼ୁ ରଖିବାର ସ୍ଥାନ ଆପଣମାନେ ଯେମିତି ଏପରି ଜାଗାରେ ରଖିବେ ଯେମିତିକି କୌଣସି ବାହାର ଲୋକ ଆସିକି ସାଙ୍ଗେ ସାଙ୍ଗେ ତା ନଜର ଆପଣମାନଙ୍କ ଝାଡ଼ୁ ଉପରେ ନ ପଡ଼େ, ସେହିପରି ସ୍ଥାନରେ ରଖିବେ। ଶକୁନ ଶାସ୍ତ୍ରରେ ଘରେ ରହିଥିବା ବସ୍ତୁର ଶୁଭ ଅଶୁଭ ପ୍ରଭାବ ରହିଥାଏ। ତେଣୁ ଶକୁନ ଶାସ୍ତ୍ରରେ ସୂର୍ଯ୍ୟାସ୍ତ ପରେ ଏହା ଉଲ୍ଲେଖ ଅଛି, ଶକୁନ ଶାସ୍ତ୍ରରେ ଯେ ସୂର୍ଯ୍ୟାସ୍ତ ପରେ କେବେ ବି ଧଳା ଦ୍ରବ୍ୟ ଦିଅନ୍ତୁ ନାହିଁ। ଯେମିତିକି କ୍ଷୀର, ଦହି, ଚିନି, ଲୁଣ ଏସବୁ ସୂର୍ଯ୍ୟାସ୍ତ ପରେ କେବେ ବି କାହାକୁ ଦିଅନ୍ତୁ ନାହିଁ। ଏହା ବହୁତ ବଡ଼ ଅଶୁଭ ହୋଇଥାଏ, ଆଉ ଏହା ଦାରିଦ୍ରତାର ସୂଚକ ହୋଇଥାଏ। ଏହା କଲେ ଆପଣଙ୍କ ଘରେ ସବୁବେଳେ ଆର୍ଥିକ ସମସ୍ୟା ଦେଖାଦେଇଥାଏ। କେବେ ବି କାହାକୁ ନିଜର ଗହଣାକୁ ପିନ୍ଧିବା ପାଇଁ ଉଦ୍ଧାର ଦିଅନ୍ତୁ ନାହିଁ। ଏହା କରିବା ଦ୍ୱାରା ସବୁବେଳେ ପତି ପତ୍ନୀଙ୍କ ଭିତରେ ଝଗଡ଼ା ଲାଗି ରହିଥାଏ। ସକାଳୁ ଉଠୁ ଉଠୁ କେବେ ବି ନିଜର ପ୍ରତିବିମ୍ବକୁ ଦର୍ପଣରେ ଦେଖନ୍ତୁ ନାହିଁ। ଏହା ଶାସ୍ତ୍ର ଅନୁଯାୟୀ ଏପରି ଯଦି ଆପଣ କରୁଛନ୍ତି ଆପଣଙ୍କୁ ଦାରିଦ୍ରତା ଗ୍ରାସ କରିବ, ଦୁର୍ଭାଗ୍ୟ ସବୁବେଳେ ଆପଣଙ୍କୁ ପିଛା ଛାଡ଼ିବନି। ସକାଳୁ ଉଠିବା ପରେ ଆପଣମାନେ ନିଜର ହାତ ପାପୁଲିକି ଦେଖନ୍ତୁ, କର ଦର୍ଶନ ମନ୍ତ୍ର କୁହନ୍ତୁ, ଆଉ ସ୍ନାନ ଶୌଚାଦି ସାରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ତାପରେ ମାତା ବୃନ୍ଦାବତୀଙ୍କୁ ଜଳ ଅର୍ପଣ କରନ୍ତୁ। ରାତିରେ ଯେତେବେଳେ ଶୋଉଛନ୍ତି ତା ପୂର୍ବରୁ ଗୋଟିଏ ତମ୍ବା ପାତ୍ରରେ ଜଳ ପୂର୍ଣ୍ଣ କରି ସେଥିରେ ଅଳ୍ପ ଗଙ୍ଗା ଜଳ ରଖନ୍ତୁ। ଏହାକୁ ରୋଷେଇ ଘରେ ରଖନ୍ତୁ। ଆଉ ଏହି ଜଳକୁ ସକାଳେ ଯେତେବେଳେ ଆପଣ ଉଠୁଛନ୍ତି ମୁଖ୍ୟ ଦ୍ୱାରରେ ଛିଞ୍ଚି ଦିଅନ୍ତୁ। ଆପଣମାନଙ୍କର ଘରେ ମଧ୍ୟ ଛିଞ୍ଚି ଦିଅନ୍ତୁ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଯେଉଁ ନାରୀ ବା ବ୍ୟକ୍ତି ବିଶେଷ ଏହି କାମକୁ ସବୁଦିନ କରିଥାନ୍ତି ସେମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର ଅଶେଷ କୃପା ରହିଥାଏ। ସେମାନଙ୍କ ଘରେ କେବେ ବି ଦୁଃଖ ଦରିଦ୍ରତା ସ୍ପର୍ଶ କରେ ନାହିଁ ସେମାନଙ୍କୁ। ସାଙ୍ଗମାନେ, ଏହା ମାନାଯାଇଥାଏ ଯେ ଯେଉଁମାନେ ଘରୁ ବାହାରିଲା ବେଳେ ମଥାରେ ଚନ୍ଦନ ତିଳକ ଲଗାଇଥାନ୍ତି ସେମାନଙ୍କର କେବେ ବି ଅକାଳ ମୃତ୍ୟୁ ହୁଏ ନାହିଁ। ଯେଉଁମାନେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତି ସେମାନେ ସର୍ବଦା ନିରୋଗ ରହିଥାନ୍ତି। ଘରୁ ବାହାରିବା ବେଳେ କୌଣସି ଶୁଭ କାମକୁ ଗଲାବେଳେ ଦହି ଏବଂ ଚିନି ଖାଆନ୍ତୁ। ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ସବୁଦିନ ସ୍ନାନ ପରେ ତୁଳସୀକୁ ଜଳ ଦେବା ଉଚିତ। ଆଉ ଶାସ୍ତ୍ର କୁହେ ଯେଉଁମାନେ ପ୍ରତିଦିନ ସ୍ନାନ ପରେ ତୁଳସୀକୁ ଜଳ ଅର୍ପଣ କରିଥାନ୍ତି ସେମାନଙ୍କର ଜୀବନରେ କେବେ ବି ଅକାଳ ମୃତ୍ୟୁ ଆସିନଥାଏ। ନାରୀମାନେ ଯଦି ଏହି କାମକୁ କରିଥାନ୍ତି ସେମାନେ ସୌଭାଗ୍ୟବତୀ ହୋଇଥାନ୍ତି। ଆଉ ତୁଳସୀଙ୍କୁ ଜଳ ଦେବା ଦ୍ୱାରା ଅଶେଷ ପୁଣ୍ୟ ମଧ୍ୟ ମିଳିଥାଏ।
ଆପଣମାନେ ଯଦି ମନ୍ଦିର ପରିକ୍ରମା କରିକି ଯେତିକି ପୁଣ୍ୟ ମିଳିଥାଏ ମାତା ବୃନ୍ଦାବତୀଙ୍କ ପରିକ୍ରମା କଲେ ମଧ୍ୟ ସେତିକି ପୁଣ୍ୟ ଆପଣମାନଙ୍କୁ ମିଳିଥାଏ। ଘରେ ସବୁଦିନ ଦୀପ ଜାଳନ୍ତୁ। ସକାଳୁ ଉଠିବା ପରେ ନିଜର ପରିବାର ଲୋକ ହୁଅନ୍ତୁ ବା ବାହାରେ ଆପଣ ଯାହାକୁ ବ୍ୟବହାର କରୁଛନ୍ତି ସର୍ବଦା ମିଠା କଥା ହିଁ କୁହନ୍ତୁ, ଅପଶବ୍ଦ ଜମାରୁ ବି ବ୍ୟବହାର କରନ୍ତୁ ନାହିଁ। ଆଉ ଯେଉଁ ଘରେ ସଦସ୍ୟମାନେ ସମସ୍ତେ ଭଲରେ ମିଳିମିଶି ରହିଥାନ୍ତି, ଭଲ କଥାବାର୍ତ୍ତା ହୁଅନ୍ତି, ସେମାନଙ୍କ ଘରେ ମା ଲକ୍ଷ୍ମୀ ରହିବା ପାଇଁ ଅଧିକ ପସନ୍ଦ କରିଥାନ୍ତି। ଯେଉଁମାନେ ଅପଶବ୍ଦ କହିଥାନ୍ତି, ଯେଉଁ ଘରେ ସବୁବେଳେ ସ୍ୱାମୀ ସ୍ତ୍ରୀ ଝଗଡ଼ା ଲାଗିଥାନ୍ତି, ସ୍ୱାମୀ ସ୍ତ୍ରୀକି ଶୋଧିଥାଏ କିମ୍ବା ସ୍ତ୍ରୀ ସ୍ୱାମୀକୁ ଗାଳି କରିଥାଏ, ସେହି ଘରେ କେବେ ବି ମାତା ଲକ୍ଷ୍ମୀ ରୁହନ୍ତି ନାହିଁ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ନିୟମିତ ଯେଉଁମାନେ ବ୍ରହ୍ମ ମୁହୂର୍ତ୍ତରେ ଉଠନ୍ତି ଏବଂ ସୂର୍ଯ୍ୟୋଦୟ ପରେ ଜଳ ଅର୍ପଣ କରିଥାନ୍ତି ସୂର୍ଯ୍ୟଦେବତାଙ୍କୁ, ଏହା ଆପଣ ନିଶ୍ଚିତ କରନ୍ତୁ। ଆଉ ଶାସ୍ତ୍ର କୁହେ ଭଲ କର୍ମ ପୁଣ୍ୟକର୍ମ କରିବା ଦ୍ୱାରା ଆୟୁ ବଢ଼ିଥାଏ। ତେଣୁ ଏହା ମଧ୍ୟ ଆପଣମାନେ କରନ୍ତୁ। ସନ୍ଧ୍ୟା ସମୟରେ କେବେ ବି ଭୋଜନ କରନ୍ତୁ ନାହିଁ। ସନ୍ଧ୍ୟା ସମୟରେ ପିଲାଙ୍କୁ କନ୍ଦାନ୍ତୁ ନାହିଁ। ଏହା ଦରିଦ୍ରତାକୁ ଡାକି ଆଣିଥାଏ। ଆଶା କରେ ସାଙ୍ଗମାନେ ଆପଣମାନଙ୍କୁ ମୋର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ। ଆପଣମାନଙ୍କୁ ଯଦି ଭଲ ଲାଗିଥାଏ ଗୋଟିଏ ଲାଇକ୍ କରନ୍ତୁ, ନିଜର ପ୍ରିୟଜନମାନଙ୍କୁ ସେୟାର କରନ୍ତୁ, ଆଉ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲନ୍ତୁ ନାହିଁ। ନେକ୍ସଟ ଆଉ ଏକ ଭିଡ଼ିଓ ନେଇକି ଆପଣମାନଙ୍କ ପାଇଁ ଆସିବି। ସେତେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହିଲି, ନମସ୍କାର।